ଆପଣଙ୍କ ପାଖରେ କ୍ୟାଶ୍ ରଖିଛନ୍ତି କି? ବ୍ୟାଙ୍କରେ ଜମା କରିବା ପୂର୍ବରୁ ଜାଣି ନିଅନ୍ତୁ କ'ଣ ରହିଛି କୋର୍ଟର ଆଦେଶ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଆମ ଭିତରୁ ଅନେକ ଜଣ ଦରକାର ପଡ଼ିଲେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଆଣିଥାନ୍ତି। କାମ ସରିବା ପରେ ବଳକା ଟଙ୍କା ପୁଣି ଥରେ ବ୍ୟାଙ୍କରେ ରଖିଦେଇ ଆସିଥାନ୍ତି। ଆଉ କେବେ କେବେ ତ ବ୍ୟାଙ୍କରୁ ଯେଉଁ ଟଙ୍କା କାଢ଼ିଥାଉ ତାକୁ ବ୍ୟବହାର ନ କରି ପୁଣି ବ୍ୟାଙ୍କରେ ଜମା କରିଥାଉ। କିନ୍ତୁ ପାଖରେ କ୍ୟାଶ୍ ରଖିଲେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଜାଣିନିଅନ୍ତୁ କ'ଣ ରହିଛି ପୁରା ଖବର। 2016 ନୋଟବନ୍ଦୀ ସମୟରେ ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପାଇଥିବା ହଜାର ହଜାର କରଦାତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ନିଷ୍ପତ୍ତି ଆସିଛି। ଆୟକର ଅପିଲେଟ୍ ଟ୍ରିବ୍ୟୁନାଲ ସ୍ପଷ୍ଟ କରିଛି ଯେ ଟିକସ ଅଧିକାରୀମାନେ କେବଳ ଅନୁମାନ ଉପରେ ଆଧାର କରି ସାଧାରଣ ଲୋକଙ୍କ ଉପରେ ଦଣ୍ଡ ଲାଗୁ କରିପାରିବେ ନାହିଁ। ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଇଟିଓ ବନାମ ପୂର୍ଣ୍ଣିମା ଦାସ ମାମଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମାମଲା ଅନୁଯାୟୀ ମହିଳା ଜଣକ 2016 ପୂର୍ବରୁ ବିଭିନ୍ନ ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ 1.5 ମିଲିୟନ ଉଠାଇଥିଲେ। ପରେ ସେ ନଭେମ୍ବର ଆଉ ଡିସେମ୍ବର 2016ରେ ବିମୁଦ୍ରୀକରଣ ସମୟରେ ସମାନ ପରିମାଣର ଟଙ୍କା ବ୍ୟାଙ୍କରେ ଜମା କରିଥିଲେ। ତଦନ୍ତ ପରେ ଟିକସ ଅଧିକାରୀ ଏହି ଜମାଗୁଡ଼ିକୁ ଅବୈଧ ଆୟ ବୋଲି ବିବେଚନା କରିଥିଲେ। ଶୁଣାଣି ସମୟରେ ମହିଳା ଜଣକ ସ୍ପଷ୍ଟ ଭାବରେ କହିଥିଲେ ଯେ ଜମା ହୋଇଥିବା ପରିମାଣ ନୂତନ ଆୟ ନୁହେଁ, ବରଂ ପୂର୍ବରୁ ଉଠାଯାଇଥିବା ପାଣ୍ଠି ସହିତ ସମାନ ପରିମାଣ। ସେ ବ୍ୟାଙ୍କ କାରବାର ରେକର୍ଡ ମଧ୍ୟ ଉପସ୍ଥାପନ କରିଥିଲେ, ଯାହା ପ୍ରମାଣିତ କରିଥିଲା ଯେ ଏହା ଅଘୋଷିତ ଆୟ ନୁହେଁ। ତଥାପି ଟିକସ ଅଧିକାରୀ ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କଲେ। ସେ କହିଲେ ଯେ ଏତେ ବଡ଼ ପରିମାଣର ଟଙ୍କା କେହି ଖର୍ଚ୍ଚ କିମ୍ବା ବିନିଯୋଗ ନ କରି ଦୀର୍ଘ ସମୟ ପାଇଁ ଘରେ ରଖିପାରିବେ ନାହିଁ ବୋଲି ଏହା କହି ଅବୈଧ ଆୟ ବୋଲି ବିବେଚନା କଲେ। କିନ୍ତୁ ଆଇଟିଏଟି ଏହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ। ଟ୍ରିବ୍ୟୁନାଲ କହିଛି ଯେ ଯେତେବେଳେ ବ୍ୟାଙ୍କରୁ ଟଙ୍କା ଉଠାଣର ପ୍ରମାଣ ଅଛି କିନ୍ତୁ ଖର୍ଚ୍ଚର କୌଣସି ପ୍ରମାଣ ନାହିଁ, କେବଳ ସନ୍ଦେହ ଉପରେ ଏହାକୁ ବେଆଇନ ଘୋଷଣା କରାଯାଇପାରିବ ନାହିଁ। ଟ୍ରିବ୍ୟୁନାଲ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ବ୍ୟକ୍ତିଙ୍କ ବୟାନ ଅଜବ କିମ୍ବା ଅସ୍ୱାଭାବିକ ଦେଖାଯାଏ, ତେବେ ଠୋସ୍ ପ୍ରମାଣ ବିନା ଏହାକୁ ଖାରଜ କରାଯାଇପାରିବ ନାହିଁ। ଏହି ନିଷ୍ପତ୍ତିରୁ ଶିକ୍ଷା ହେଉଛି ଯେ ସର୍ବଦା ଆପଣଙ୍କର ବ୍ୟାଙ୍କ କାରବାରରେ ରେକର୍ଡ ସଂରକ୍ଷଣ ରଖନ୍ତୁ। ଆୟ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ। ଟଙ୍କାର ଉତ୍ସ ସ୍ପଷ୍ଟ ଥିଲେ ମଧ୍ୟ ଏହାକୁ ବେଆଇନ ବୋଲି ପ୍ରମାଣିତ କରିବା ଦାୟିତ୍ୱ ବିଭାଗର। ତଥାପି ଏହି ନିଷ୍ପତ୍ତି କେବଳ ଆଇଟିଏଟିର ନିଷ୍ପତ୍ତି। ଟିକସ ବିଭାଗ ଏହାକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବ। ତେଣୁ କୌଣସି ଟ୍ୟାକ୍ସ ସମ୍ପର୍କିତ ନିଷ୍ପତ୍ତି ନେବା ପୂର୍ବରୁ ସର୍ବଦା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।